सरपंच समिति सभ्य धरिछंती पद्म। বিজেডি গোটিয়ে পরে গোটিয়ে উইকেট খসাই চালিছি বিজেপি। সোমবার বিজেডি নেতা তথা বড়ম্বা ব্লক অধ্যক্ষ রঘুপতি মহান্তি বিজেডি ছাড়ি বিজেপি যোগ ଦେଇଛନ୍ତି। বিজেপি রাজ্য সভাপতি মনমোহন সামল রঘুপতিଙ୍କୁ দଳକୁ ସ୍ୱାଗତ କରିଛନ୍ତି। ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ମାଣିଆବନ୍ଧର 31 ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ନୟନା ସାହୁ, ବଡମ୍ବା ବ୍ଲକର 11 ସରପଞ୍ଚ, 24 ସମିତି ସଭ୍ୟ, ନରସିଂହପୁର ବ୍ଲକର 9 ସରପଞ୍ଚ ବିଜେପିରେ ମିଶିଛନ୍ତି। ବଡମ୍ବା ବ୍ଲକ ଯୁବ ବିଜେଡି ସଭାପତି ଆଲୋକ ସାହୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସେ ତାଙ୍କ ଶାସନ ଭାରକୁ ଆସିଲା ପରେ ସାଧାରଣ ଲୋକଙ୍କ ମନରେ ପ୍ରଧାନମନ୍ତ୍ରୀଙ୍କୁ ଆସ୍ଥାଭାଜନ ଆସିଯାଇଛି। ତେଣୁ ଯେତେବେଳେ ଗୋଟେ ଜନପ୍ରତିନିଧିର ସବୁବେଳେ ସାଧାରଣ ଲୋକଙ୍କର ଆସ୍ଥାଭାଜନ ହେଇ ରହିବା ଦରକାର। ସେଥିପାଇଁ ଆମ ବଡମ୍ବାର ସମସ୍ତ ସରପଞ୍ଚ ସମିତି ଆମର ବିକାଶ ଦିଗରେ ସାମିଲ ହେବା ପାଇଁ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହେଇଛନ୍ତି ଏବଂ ତାଙ୍କ ସାଙ୍ଗରେ ମୁଁ ବି ସାମିଲ ହେବା ପାଇଁ ବାଧ୍ୟ ହେବି। ବିଜେଡି ସମୟରେ ସ୍ୱାଭାବିକ ବିକାଶ ଥିଲା, ତେଣୁ ଏ ସମୟରେ ଯାହା ବିକାଶ ଥିଲା ଆହୁରି ଅଧିକ ବିକାଶ ପାଇଁ ଆଶା କରିକି ସାମିଲ ହେଇଛି। ସମସ୍ତେ ଆଜି ଗୋଟେ ପରିବାରର ସଦସ୍ୟ ହେଇଛନ୍ତି, ମିଶିଛନ୍ତି, କାମ କରିଛନ୍ତି। ଲୋକଙ୍କର ଅପେକ୍ଷା ବହୁତ ଅଛି। ଲମ୍ବା ସମୟ ପରେ 75 ବର୍ଷ ପରେ ବିଜେପି ସରକାର ଓଡ଼ିଶାରେ ଆସିଛି। ଲୋକଙ୍କର ଅପେକ୍ଷା ଅଛି ଗୋଟେ ସାମଗ୍ରୀ ବିକାଶ, ସମସ୍ତଙ୍କୁ ନ୍ୟାୟ ମିଳୁ। ରାଜନୀତିରେ ଦଳ ବଦଳ କରିବା କିଛି ନୂଆ କଥା ନୁହେଁ, କିନ୍ତୁ ବଡମ୍ବାରେ ଯେଉଁ ଘଟଣା ଘଟିଛି ତାହା ରାଜନୈତିକ ବଡ଼ ପ୍ଲାନ୍ ଆଡ଼କୁ ଇସାରା କରୁଛି। କାରଣ ଧୀରେ ଧୀରେ ଓଡ଼ିଶା ରାଜନୀତି ପଞ୍ଚାୟତ ନିର୍ବାଚନ ଆଡ଼କୁ ଅଗ୍ରସର ହେଉଛି। ଆଉ ଏପରି ସମୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି। ଭାରତୀୟ ରାଜନୀତିରେ ଆରାମ ଗାରାମ ପଲିଟିକ୍ସ ରହିଛି, ଯଦିଓ ବିଜେଡି ତାକୁ ଏଣ୍ଡୋର୍ସ କରେ ନାହିଁ। କିନ୍ତୁ ଗୋଟେ ସରକାର ପରିବର୍ତ୍ତନ ପରେ ଯେଉଁମାନେ ସବୁ ଥାଆନ୍ତି ଏବଂ ତାଙ୍କୁ ଯଦି ଚାପ ପ୍ରୟୋଗ କରାଯାଏ, ତେଣୁ ସେ ଯୋଉ ଚାପଗ୍ରସ୍ତ ହେଇ କିଏ ଜନତା ଯାଇଛନ୍ତି, କିନ୍ତୁ ସାଧାରଣ ଜନତାଙ୍କ ପାଖରେ ସେ ସବୁ ଦେଖୁଛନ୍ତି, ଜାଣୁଛନ୍ତି ଏବଂ ସେମାନେ ଅବହିତ ଅଛନ୍ତି। ବଡ଼ କଥା ହେଉଛି ରଘୁପତି ମହାନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କର ଅତ୍ୟନ୍ତ ପାଖ ଲୋକ ଥିଲେ। କିନ୍ତୁ ଯେଉଁ କଥା କୁହାଯାଏ ରାଜନୀତିରେ କିଛି ବି ଘଟିପାରେ, ବଡମ୍ବାରେ ମଧ୍ୟ ସେମିତି କିଛି ଘଟିଛି। କେହି ଖୁସି ନଥିଲେ ତାଙ୍କ ଶାସନରେ, କାରଣ ସେଠି ଗୋଟେ ବେପାର ଶାସନ ଚାଲିଥିଲା। ଏକଥା ଆମେ ବାରମ୍ବାର କହୁଥିଲୁ। ସେଠି ଯେତେବେଳେ ନିର୍ବାଚନ ହୁଏ, ପଞ୍ଚାୟତର ଯୋଉମାନେ ସରପଞ୍ଚ ହୁଅନ୍ତି, ସରପଞ୍ଚ ସେ କେତେବେଳେ ବାଛନ୍ତିନି। ଯିଏ ସରପଞ୍ଚ ଜିତିଲା, ଯିଏ ସମିତି ସଭ୍ୟ ଜିତିଲା, ସିଏ ତାଙ୍କର ହଉଥିଲେ। ଏବଂ ଏଠି ମାନନୀୟ ପ୍ରଧାନମନ୍ତ୍ରୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକଙ୍କ ସରକାର ମୋହନ ମାଝୀଙ୍କର ସରକାର